ଜୟ ଜଗନ୍ନାଥ। ପ୍ରଥମେ ମୁଁ ବିନାୟକ ଟ୍ୟୁଟୋରିଆଲ୍ସକୁ ଯୁକ୍ତ 2 ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଉଛି। ପିଲାମାନେ ଦେଖ, ତୁମମାନଙ୍କ ପାଇଁ ଏ ବର୍ଷ ଗୋଟିଏ ଖୁସି ଖବର ରହିଅଛି ଯେ 2025 ମସିହାରେ ଯେଉଁ +2 CHSE ଏକ୍ଜାମିନେସନ୍ ଅନୁଷ୍ଠିତ ହେବ, ସେଥିରେ ମାତ୍ର 80 ମାର୍କର ପ୍ରଶ୍ନପତ୍ର ଆସିବ। ତା ପୂର୍ବରୁ ଗୋଟିଏ ଇଣ୍ଟରନାଲ୍ ପରୀକ୍ଷା ହେବ। ଇଣ୍ଟରନାଲ୍ ପରୀକ୍ଷାଟି ଡିସେମ୍ବର ମାସର ଶେଷ ଆଡ଼କୁ ଅନୁଷ୍ଠିତ ହେବ ମାତ୍ର 20 ମାର୍କର ଏବଂ ଶେଷରେ ଫେବୃଆରୀ ଫାର୍ଷ୍ଟ ୱିକ୍, ଫେବୃଆରୀ ଲାଷ୍ଟ ୱିକ୍ ଏବଂ ମାର୍ଚ୍ଚ ମାସରେ ତୁମମାନଙ୍କ ପାଇଁ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ, ଯାହାକି 80 ମାର୍କର ପ୍ରଶ୍ନପତ୍ର ରହିବ, ଯେଉଁଥିରୁ ତୁମକୁ ନିଶ୍ଚିତ ଭାବରେ 24 ମାର୍କ ପାସ୍ ମାର୍କ ରଖିବାକୁ ପଡ଼ିବ। ଦେଖ ପିଲାମାନେ, ଆମର ଆଜିର ଆଲୋଚନାର ବିଷୟବସ୍ତୁ ହେଉଛି MIL ଓଡ଼ିଆରେ କ'ଣ ସବୁ ଇଣ୍ଟରନାଲ୍ ପରୀକ୍ଷାରେ ବିଷୟବସ୍ତୁ ରହିବ ଏବଂ ମାର୍କ କିଭଳି ଭାବରେ ରହିବ ଏବଂ ଥିଓରି ପରୀକ୍ଷାରେ ମଧ୍ୟ କେତେ ମାର୍କର କୋଶ୍ଚିନ୍ ଏବଂ କିଭଳି କେଉଁଥିରେ କେତେ ମାର୍କ ରଖିବାକୁ ହେବ ବା ପ୍ରଶ୍ନପତ୍ର ପଡ଼ିବ, ଆମେ ଆଜି ଆଲୋଚନା କରିବା। ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ ଯେ ଭିଡ଼ିଓଟି ସେମାନେ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ପାଇଁ ଏବଂ ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗେ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବା ପାଇଁ ଅନୁରୋଧ କରୁଅଛି। ଏବଂ ଯଦି କୌଣସି ଛାତ୍ରଛାତ୍ରୀ ଆମ ଚ୍ୟାନେଲରେ ନୂଆ ହୋଇଥିବେ, ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ମଧ୍ୟ ସେମାନଙ୍କୁ ଅନୁରୋଧ କରୁଅଛି। ଦେଖ ପିଲାମାନେ, ମୁଁ ତୁମମାନଙ୍କ ପାଖରେ ଆଜି ଉପସ୍ଥାପନ କରିଅଛି +2 ସେକେଣ୍ଡ ଇୟର୍ CHSE ପରୀକ୍ଷାରେ ଇଣ୍ଟରନାଲ୍ ପରୀକ୍ଷାରେ କ'ଣ ସବୁ ବିଷୟବସ୍ତୁ ରହିବ MIL ଓଡ଼ିଆରେ ଏବଂ ଡିଷ୍ଟ୍ରିବ୍ୟୁସନ୍ ଅଫ୍ ମାର୍କସ୍ କିଭଳି ରହିବ ତୁମମାନଙ୍କ ପାଖରେ ବର୍ତ୍ତମାନ ଉପସ୍ଥାପନ କରିଅଛି। ଦେଖ ପିଲାମାନେ, ଇଣ୍ଟରନାଲ୍ ପରୀକ୍ଷାରେ କ'ଣ ସବୁ ବିଷୟବସ୍ତୁ ରହିବ ଏବଂ କ'ଣ ସବୁ ପ୍ରଶ୍ନପତ୍ର କିଭଳି ଆସିବ, କେତେ ମାର୍କର। ଇଏ ହେଉଛି ଇଣ୍ଟରନାଲ୍ ପରୀକ୍ଷା, ଯାହାକି 20 ମାର୍କର ହେବ। ତୁମମାନଙ୍କ ପାଖରେ ଉପସ୍ଥାପନ କଲି। ତାପରେ ଦେଖ ପିଲାମାନେ, ଥିଓରି ପରୀକ୍ଷା ଯାହାକି 80 ମାର୍କର ହେବ, କ'ଣ ସବୁ ବିଷୟବସ୍ତୁ ରହିବ ଏବଂ କେଉଁଥିରୁ କେତେ ମାର୍କ ପଡ଼ିବ, ବର୍ତ୍ତମାନ ମୁଁ ତୁମମାନଙ୍କ ପାଖରେ ଉପସ୍ଥାପନ କରୁଅଛି। ଏଥିସହିତ ଆମର କାର୍ଯ୍ୟକ୍ରମର ପରିସମାପ୍ତି। ଦେଖ ପିଲାମାନେ, ତୁମମାନଙ୍କର ଇଣ୍ଟରନାଲ୍ ପରୀକ୍ଷାରେ ଏବଂ ଥିଓରି ପରୀକ୍ଷାରେ ଏହିଭଳି ବିଷୟବସ୍ତୁ ରହିବ MIL ଓଡ଼ିଆରେ ଏବଂ ତୁମମାନଙ୍କୁ ପୁଣି ଥରେ ମୁଁ ଅନୁରୋଧ କରୁଅଛି ଯେ ଭିଡ଼ିଓଟି ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବା ପାଇଁ ଏବଂ ଯଦି ଭିଡ଼ିଓଟି ତୁମମାନଙ୍କୁ ଭଲ ଲାଗିଥିବ ଭିଡ଼ିଓଟି ଗୋଟେ ଲାଇକ୍ କରିଦିଅନ୍ତୁ, ଅନ୍ୟମାନଙ୍କୁ ସେୟାର କରନ୍ତୁ ଏବଂ କମେଣ୍ଟ କରନ୍ତୁ। ଏବଂ ଯଦି କୌଣସି ଛାତ୍ରଛାତ୍ରୀ ଆମ ଚ୍ୟାନେଲରେ ନୂଆ ହୋଇଥିବେ, ତେବେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ପାଇଁ ମଧ୍ୟ ମୁଁ ସେମାନଙ୍କୁ ଅନୁରୋଧ କରୁଅଛି। ଏଥିସହିତ ଆମର କାର୍ଯ୍ୟକ୍ରମର ପରିସମାପ୍ତି। ଜୟ ହିନ୍ଦ, ଜୟ ଜଗନ୍ନାଥ।